नमस्कार। जय जगन्नाथ। जीवन रे आपण जेते भी भल काम करंतु ना कहीं लोके अछंती ସେଥିରେ ବି ଆପଣଙ୍କୁ ପିନ୍ ମାରିବେ ଆଉ କହିବେ କାହିଁକି ଏସବୁ କରୁଛୁ, କ'ଣ ମିଳିବ ଏସବୁ କରିକି। ସେମାନେ ନିଜେ କ'ଣ କରୁଛନ୍ତି ସେଇଟା ଦେଖିବେନି, କିନ୍ତୁ ଆପଣଙ୍କ ଉପରେ ସବୁବେଳେ ନଜର ରଖିବେ। ଏଥିରେ ବି ଯଦି ଆପଣ କିଛି ଅଜାଣତରେ ଭୁଲ କରିଦିଅନ୍ତି ତାହେଲେ ସାଙ୍ଗେ ସାଙ୍ଗେ ଆପଣଙ୍କ ଭଲ କାମ ଗୁଡ଼ାକୁ ଭୁଲିଯାଇ ଲୋକମାନେ ଭୁଲ କାମଟାକୁ ଚାରିଆଡ଼େ ପ୍ରଚାର କରିଦେବେ। ଦୁଇ ଜଣ ସାଙ୍ଗ ଏକାଠି ପଢ଼ୁଥିଲେ, ସେମାନଙ୍କ ପରୀକ୍ଷା ହେଲା। ଗଣିତରେ ଜଣଙ୍କର 98 ଆସିଲା, ଆଉ ଜଣଙ୍କର 40 ଆସିଲା। ଯିଏ 98 ଆଣିଥିଲା ତା ପାଇଁ କ୍ଲାସରେ ସମସ୍ତେ ତାଳି ମାରିଲେ, ଆଉ ଯିଏ 40 ଆଣିଥିଲା ତାକୁ ଶିକ୍ଷକ ଟିକେ ଗାଳି କରିଦେଲେ। ସମସ୍ତେ ହସିଲେ। ସିଏ ଭାବିଲା ମୋର ସାଙ୍ଗ ବି ମୋତେ ପରିହାସ କରୁଛି। ସେ ରାଗି ଯାଇ ତାର ସାଙ୍ଗକୁ କହିଲା, ତୁ କ'ଣ ହସି ପକାଉଛୁ, ତୋର କେଉଁଠି 100 ଆସିଗଲା କି? ତାପରେ ସେ ସାଙ୍ଗ କହିଲା, ହଁ 100 ତ ମୋର ବି ଆସିନି, କିନ୍ତୁ ମୋର କଟିଛି 2 ଆଉ ତୋର କଟିଛି 60। ତୁ ଏକଦମ ସତ କହିଛୁ। 100 ମୋର ବି ଆସିନି, କିନ୍ତୁ ମୁଁ ଯେଉଁ ଜାଗାରେ ଅଛି ହୁଏତ କାଲି ମୋର 100 ଆସିଯାଇପାରେ, କିନ୍ତୁ ତୁ ଯେଉଁ ଜାଗାରେ ଅଛୁ ତୋର କାଲି ସେ 40 ବି ରହିବନି। ସବୁବେଳେ ଲୋକେ ଖାଲି ଆପଣଙ୍କ ଲୁଜ୍ ପଏଣ୍ଟକୁ ଖୋଜୁଥିବେ, ଆଉ କିଛି ଯଦି ମିଳିଯାଏ ତାହେଲେ ସାଙ୍ଗେ ସାଙ୍ଗେ ସେମାନେ ଖୁସି ହେଇଯିବେ ଆଉ କହିବେ ଏଠି ଖାଲି ମୁଁ ହିଁ ବେକାର ନାହିଁ, ସିଏ ବି ବେକାର ଅଛି। ଏଇଟା ତ ସତ କଥା, ବେକାର ସିଏ ବି ଅଛି, କିନ୍ତୁ ସିଏ 2% ବେକାରୀ ଅଛି ଆଉ ତୁମେ 60% ବେକାରୀ ଅଛ। ସିଏ 98% ମାର୍କ ଆଣିବାର ବେକାରୀ ଆଉ ତୁମେ 40% ମାର୍କ ଆଣିବାର ବେକାରୀ। ଆପଣ ଯେତେ ବି ଭଲ କଥା କୁହନ୍ତୁ, କିନ୍ତୁ ଲୋକେ ଅଛନ୍ତି ସେଥିରେ ବି ମାଇନସ୍ ପଏଣ୍ଟ ଖୋଜିବେ, ତାର ଲୁଜ୍ ପଏଣ୍ଟ ଦେଖିବେ। ଯେମିତି ଲୋକେ କୁହନ୍ତି ରାମଚନ୍ଦ୍ର ମା ସୀତାଙ୍କୁ ବନବାସ ପଠାଇ ଦେଇଥିଲେ, ଆଉ ସେ ସମୟରେ ମା ସୀତା ଗର୍ଭବତୀ ଥିଲେ। ଶୃପଣଖା ତାକୁ ଆଉ କିଛି ଉପାୟରେ ବୁଝାଇ ପାରିଥାନ୍ତେ, କିନ୍ତୁ ଲକ୍ଷ୍ମଣ ତାର ନାକ କାଟି ଦେଇଥିଲେ। କୃଷ୍ଣ ସେ ତ ଗୋପୀମାନଙ୍କର ବସ୍ତ୍ର ଚୋରି କରି ନେଇ ଯାଉଥିଲେ। ଆରେ ଭାଇ, ତୁମେ କାହାଠୁ ବି କିଛି ଶିଖିପାରିବନି। ରାମାୟଣ କିଏ ଲେଖିଥିଲେ? ବାଲ୍ମୀକି। ଆଉ ବାଲ୍ମୀକି ଜଣେ ଡାକୁଥିଲେ। ଏସବୁ ହେଉଛି ସମୟର ଯାତ୍ରା। ଯଦି ତୁମେ ଏହା ବୁଝିପାରିବନି ଏସବୁ ସେମାନଙ୍କର ଯାତ୍ରା ଥିଲା, ତାହେଲେ ତୁମେ ନିଜର ଯାତ୍ରା ବି ଆରମ୍ଭ କରିପାରିବନି। ଆପଣ ଭାବିବେ ମୁଁ ତ ବେକାରୀ ଅଛି, ମୁଁ କିଛି କରିପାରିବିନି। ଆରେ ଭାଇ, ତୁମେ ବେକାରୀ ନାହଁ, ବର୍ତ୍ତମାନ ବେକାରୀ ଅଛ, କିନ୍ତୁ ଚାହିଁଲେ ଭବିଷ୍ୟତରେ କିଛି ବନିପାରିବେ। ଯେମିତି ସେମାନେ ଦିନେ ତୁମ ଭଳି ବେକାର ଥିଲେ, କିନ୍ତୁ ଆଉ କିଛି ବନିଗଲେ। ପୂର୍ବରୁ ତାଙ୍କର ଚରିତ୍ର କିଛି ଥିଲା, କିନ୍ତୁ ପରେ ତାଙ୍କର ଚରିତ୍ର ଆଉ କିଛି ହେଇଗଲା। ଏକଥା ଆପଣ ନିଜେ ହିଁ ଜାଣିଛନ୍ତି। ଆପଣ ବି ସେମିତି ବନିପାରିବେ। ଗୋଟେ କଥା ମନେ ରଖନ୍ତୁ, ଦୁନିଆରେ 2 ପ୍ରକାର ଲୋକ ଅଛନ୍ତି, ଆଉ ସେମାନେ କେବେ ବି ସୁଧାରିବେ ନାହିଁ। ଗୋଟେ ହେଉଛି ସିଏ ଯିଏ ସବୁବେଳେ ଖାଲି କଣା ଖୋଜୁଥିବ। ତାକୁ ଆପଣ ଗୋଟେ ବହୁତ ବଡ଼ ଚାଦର ଆଣି ଦେଇ ଦିଅନ୍ତୁ, ସିଏ ଏ କଥାରେ ଆପଣଙ୍କୁ ପ୍ରଶଂସା କରିବନି କି ଆପଣ ଏତେ ବଡ଼ ଚାଦର ଆଣିଦେଲେ। ସିଏ ଖାଲି ସେଥିରେ କଣା ଖୋଜିବ। ଏତେ ବଡ଼ ଚାଦର ଭିତରେ କେଉଁଠି ନା କେଉଁଠି ଗୋଟିଏ କଣା ତ ନିଶ୍ଚୟ ମିଳିଯିବ। ଇଏ ହେଉଛି ସେଇ ଲୋକ ଯିଏ ସବୁବେଳେ ଖାଲି କଣା ଖୋଜୁଥିବ। ଆଉ ଗୋଟେ ହେଲା ଅନ୍ଧଭକ୍ତ। ତାକୁ ଆପଣ ପୁରା ଫଟା ଚାଦର ଆଣି ଦେଇ ଦିଅନ୍ତୁ, ବିଲକୁଲ ଖାଲି ସୂତା ସୂତା ଦେଖାଯାଉଥିବ। ୟା ପରେ ବି ସିଏ କହିବ ବହୁତ ବଢ଼ିଆ ଚାଦର ହେଇଛି, ସୁନ୍ଦର, ଅତି ସୁନ୍ଦର। ଏ 2 ଜଣ ଲୋକ ଜୀବନରେ କେବେ ସୁଧାରିବେ ନାହିଁ। ଜଣେ କଣା ସେଠି ଖୋଜୁଛି ଯେଉଁଠି କଣା ଖୋଜିବା ମୁସ୍କିଲ ଅଟେ, ଆଉ ଜଣେ ଯେଉଁଠି ଖାଲି କଣା ହିଁ କଣା ଅଛି, କିନ୍ତୁ ତାକୁ ସେଠି ବି କଣା ଦେଖାଯାଉନି। ଏ 2 ଜଣ ବ୍ୟକ୍ତି ନିଜର ହିଁ ଭୁଲ ଲୁଚେଇବାକୁ ଚାହୁଁଛନ୍ତି। ଆପଣ ଯେତେ ଚେଷ୍ଟା କଲେ ବି ଏମାନଙ୍କୁ ଆପଣ କେବେ ବି ବୁଝେଇ ପାରିବେ ନାହିଁ। ଧନ୍ୟବାଦ।